ଭାଇ ଦେଖ ଲମ୍ବା ଲାଇନ ଲାଗିଛି ମୁଁ ପଲ୍ୟୁସନ କରିବା ପାଇଁ ଏମିତି 100 ଜଣଙ୍କ ପଛରେ ଛିଡା ହେଲି ତ ମୁଁ ଜାଣିନି ଚାଲାଣ ଥିଲେ ପଲ୍ୟୁସନ ହେଇପାରିବନି। ଫାଇନ୍ କଟିଛି ପଲ୍ୟୁସନ ପାଇଁ ଫାଇନ୍ କଟିଛି 10,000 ଟଙ୍କା। ନାଇଁ କିଛି ଭୁଲ ହେଇନି। ଜଣେ ଭୁଲ କରିବ ଆଉ ଜଣେ ଭୋଗିବ। ନାଇଁ ମୋ ପଛରେ ଯେ ବସିଥିଲେ ସେ ପେନ୍ ନଥିଲେ ଆକ୍ଚୁଆଲି। ହଁ ତାକୁ କହିଛନ୍ତି କଣ କହିଲେ ସେ ଆସନି କି ପଇସା ପଠଉନି। ମୋର ଯୋଉ ଫାଇନ୍ ଅଛି ଏଟା 2022 ର ଫାଇନ୍ ଅଛି। ନୂଆ ବର୍ଷରୁ ଲାଗୁ ହେଉଛି ନୂଆ ନିୟମ। ଯଦି ଆପଣଙ୍କ ପାଖରେ ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ ଲାଗିବ ମୋଟା ଅଙ୍କରର ଫାଇନ୍। ପ୍ରଦୂଷଣ ସାର୍ଟିଫିକେଟ୍ ପାଇବା ପାଇଁ ଆପଣଙ୍କୁ କରିବା ପାଇଁ ପଡ଼ିବ ପୂର୍ବରୁ ଥିବା ଯେତିକି ଫାଇନ୍ ଗାଡ଼ି ଉପରେ ଲାଗିଛି ସେଗୁଡ଼ାକ କ୍ଲିୟର କରିବା ପାଇଁ ପଡ଼ିବ। ସେଇଥିପାଇଁ ଆଜି ଦେଖୁଥିବେ ଆପଣ ଭୁବନେଶ୍ୱରରେ ଏଠି ଲାଗିଛି ଲମ୍ବା ଲାଇନ୍। ଆସନ୍ତୁ ଆମେ ପଚାରି ବୁଝିବା କିଛି ଲୋକଙ୍କୁ କେମିତି କେତେ ଦିନ ହେଲାଣି ସେମାନେ ଫାଇନ୍ ଫାଙ୍କୁଥିଲେ କିମ୍ବା ଦଉନଥିଲେ। ଆସନ୍ତୁ ପଚାରି ବୁଝିବା। 10ଟା ବେଳୁ ଆଇଲୁ ଖାଇନୁ ଭୋକ ଲାଗିଲାଣି କହିବୁ ଆଉ କହିବାକୁ ସାହସ ନାହିଁ। ଏ ପଲ୍ୟୁସନ ସହ ନାଇଁ ଗାଡିରେ ହେଲମେଟ ପିନ୍ଧିଥିଲୁ ବି ଫାଇନ୍ ଆଇଛି କଟିଛି। ହଁ ହଁ ଏହା 2024 ରେ ଥିଲା। ମୁଁ ଭାଇ କହିପାରିବିନି ଭୋକ ହେଲାଣି। ନା ଭାଇ କଣ କରିବା ତ ପଲ୍ୟୁସନ ପାଇଁ କରିବାକୁ ଗଲା ବେଳକୁ ଏପଟେ ପଡିଛି ଫାଇନ୍। ଆଉ ଫାଇନ୍ ଟା କ୍ଲିୟର କରିବାକୁ ଗଲା ବେଳକୁ ଏଠି ତ ଲମ୍ବା ଲାଇନ୍ ଦେଖୁଛନ୍ତି ଆଉ ଠିଆ ହେଇଛି ଆସିକି। ନାଇଁ ଗୋଟେ 1000 ଟଙ୍କା ପଡିଛି। ନାଇଁ ହେଲମେଟ ଆକ୍ଚୁଆଲି ଆମେ ଓଲା ରାପିଡ ଚଲାଉଥିଲୁ ସେଇ 2023-24 ଟାଇମରେ। ସେତେବେଳେ ଆମକୁ ନୋଟିଫିକେସନ କିଛି ମେସେଜ ଆସିନି। ମୋ ପାଖରେ ବି ଅଛି ଆପଣ ଯଦି କହିବେ ଯେ କହୁଛନ୍ତି ଦେଖେଇ ଦଉଛି ଦେଖନ୍ତୁ। ଏଇଟା ଦେଖନ୍ତୁ ଏଇଟା ଗୋଟେ କେମିତି ପଡିଛି ହେଲମେଟ ଅଛି ଦେଖନ୍ତୁ ଇଏ କରିକି ହେଲା ଦେଇଛନ୍ତି ଇଏ କରିକି ସେ ମାନେ ହେଲମେଟ ଧରିଛନ୍ତି ତ ପିନ୍ଧିବାକୁ ଯାଇଛନ୍ତି ମାନେ ହେଲମେଟ ଏତିକିରେ ଫଟୋ ଉଠିଛି ହେଲା ଏଇଭଳିଆ ଫାଇନ୍ ପକେଇ ଆଜ୍ଞା ବାସ୍ ଜଷ୍ଟ ହଁ ସେଇଟା ଯେ ପକେଇଛନ୍ତି ଫାଇନ୍ ତାପରେ ଆମକୁ ନାଇଁ ଆମେ ତ ଜାଣିନୁ ଆମକୁ ଆସି ନୋଟିଫିକେସନ କିଛି ଆସିନଥିଲା। ଯେବେ ଆମେ ପଲ୍ୟୁସନ କରିବାକୁ ଗଲା ବେଳକୁ ଆସିଗଲା ସେମାନେ କହିଲେ ଯେ ଆପଣଙ୍କ ଫାଇନ୍ ପଡିଛି 2022 ରେ ଫାଇନ୍ ପଡିଛି। 2022 ଫାଇନ୍ କି ଆମେ ଆସିଛୁ କ୍ଲିୟର କରିବା ପାଇଁ ଆଜ୍ଞା। ଆସନ୍ତୁ ଦେଖିବା ଏଇ ଜଣେ ଆଉ ଜଣେ ସାର୍ ଅଛନ୍ତି। ଲମ୍ବା ଲାଇନ୍ ଲଗେଇବାର କାରଣ ହେଉଛି ଗଭର୍ଣ୍ଣମେଣ୍ଟର ଯୋଉ ପଲ୍ୟୁସନ ସାର୍ଟିଫିକେଟ୍ କରିବା ପାଇଁ ଆମେ ପଲ୍ୟୁସନ ସାର୍ଟିଫିକେଟ୍ କରିବା ପାଇଁ ଲାଇନ୍ ଦେଇଥିଲୁ। ସେଇଠି ଆମେ ଜାଣିପାରିଲୁ ଯେ ଆମର ହଉଛି ଏଠି ଚାଲାଣ କଟିବ। ଚାଲାଣ ନ କଟିଲେ ଆମେ ଜାଣିନୁ ଯେ ଆମର କେବେ ହେଉଛି କଣ ହେଇଛି ଜାଣିନୁ। ଆମେ ଏକସାରେ ଜାଣିନୁ ମେସେଜ ଆମେ ଦେଖିନୁ ଆଉ କଣ। ପ୍ରାୟ 40% ଲୋକ ମେସେଜ ଦେଖୁନାହାନ୍ତି ଆଉ 60% ଲୋକ ଦେଖୁଛନ୍ତି। ଆଉ ତାପରେ ଆମେ ଯଦି ସେଠି ଲାଇନ୍ ଦେଲୁ ସେ କହିଲେ ଯେ ଆପଣ ଚାଲାଣ କାଟିକିରି ଆସନ୍ତୁ ତାପରେ ଆମେ ଯାଇକି ଏଠି ସେଠୁ ସକାଳୁ ଛିଡା ହେଇଥିଲୁ। ସକାଳୁ ଛିଡା ହେଇ 100 ଜଣ ପଛରେ ସେଠୁ ଯେମିତି କହିଲା ପରେ ଏଇଠୁ ଆସି ଆଜି 150 ଲୋକ ପଛରେ ଲାଇନ୍ ଦେଇଥିଲୁ। ବର୍ତ୍ତମାନ ଚାଲିଛୁ ଆଉ କଣ। ଏଇଟା ମୋ ଜୀବନରେ ଫାଷ୍ଟ ମୁଁ ଜାଣିନି। 2014 ମସିହାରେ ଗାଡି କିଣିଥିଲି ମାର୍ଚ୍ଚରେ। ବର୍ତ୍ତମାନ ମୁଁ ଜାଣିନି ଫାଇନ୍ ପ୍ରଥମ ଫାଷ୍ଟ ଟାଇମ୍ ଏଇଟା। ଫାଇନ୍ କଟିଛି ପଲ୍ୟୁସନ ପାଇଁ ଫାଇନ୍ କଟିଛି 10,000 ଟଙ୍କା ଗୋଟେ ଥର। ପଲ୍ୟୁସନ ସାର୍ଟିଫିକେଟ୍ ଏକ୍ସପାୟାର କରି ଯାଇଥିଲା। ଆଜ୍ଞା ନା କୋହଳ ଯଦି ଥାଏ ବି ତାର କୌଣସି ଇନଫର୍ମେସନ ଆମ ପାଖରେ ନାହିଁ ତ ସେଇଟା ବୁଝିବା କଣ। ଆସନ୍ତୁ ଦେଖିବା ଏଇଠି ଆହୁରି ମଧ୍ୟ ବହୁତ ବ୍ୟକ୍ତି ଅଛନ୍ତି ଯୋଉମାନେ କି ଏଠି ଲାଇନରେ ଅଛନ୍ତି ଦେବା ପାଇଁ। ସାର୍ କଣ କହିବେ ଆପଣ ଲମ୍ବା ଲାଇନରେ ଲାଗିଛନ୍ତି କଣ କରିବି ଲମ୍ବା ଲାଇନ୍ ତ ଲାଗିବାକୁ ପଡିବ ଯେମିତି କରିଛନ୍ତି ସେମିତି କରିବାକୁ ପଡିବ। ନାଇଁ କିଛି ଭୁଲ ହେଇନି। ଜଣେ ଭୁଲ କରିବ ଆଉ ଜଣେ ଭୋଗିବ। ହଁ ଫାଇନ୍ ଦେବା ପାଇଁ ଆସିଛି। ନା ମୁଁ ଭୁଲ କରିନଥିଲି। ଫାଇନ୍ ଦଉଛି କହିଲେ ମୁଁ ଭୁଲ କରିନଥିଲି। ମାଲିକ ଆଉ ଜଣଙ୍କୁ ଗାଡି ଦେଇଥିଲେ ସିଏ ଫାଇନ୍ କାଟିଛନ୍ତି ମତେ ଆସିକି ପେମେଣ୍ଟ କରିବାକୁ ପଡୁଛି। ଫାଇନ୍ ବହୁତ ପୂର୍ବରୁ ଆସିଥିଲା ସବୁ। ମୋର ଯୋଉ ଫାଇନ୍ ଅଛି ଏଟା 2022 ର ଫାଇନ୍ ଅଛି।
କେତେ ଟଙ୍କା ଆଣିବେ? 1000 ଟଙ୍କା ପଡ଼ିଛି। 1000 ଟଙ୍କା ଦେଲେ କେମିତି ପଲ୍ୟୁସନ୍ ସାର୍ଟିଫିକେଟ୍? ଆଜ୍ଞା କ'ଣ କହୁଛନ୍ତି ଗଭର୍ଣ୍ଣମେଣ୍ଟର ଯେଉଁ ନୂଆ ରୁଲ୍ଟି ହେଇଛି ଭଲ ନା ଖରାପ? ଦେଖନ୍ତୁ ଆଜ୍ଞା ଲୋକ ଯାହା ପବ୍ଲିକ ଅଛନ୍ତି ସମସ୍ତେ କହୁଛନ୍ତି ଏଇଟା ବହୁତ କଷ୍ଟଦାୟକ ଅଛି। ଏତେ ଲୋକ ସଂଖ୍ୟା ଯେତେ ଲାଇନରେ ଛିଡ଼ା ହେଇଛନ୍ତି କ'ଣ କରିବେ ତାଙ୍କୁ ସମସ୍ତଙ୍କୁ କଷ୍ଟ ଭୋଗିବାକୁ ତ ପଡ଼ିବ। ଦେଖ କରିଛନ୍ତି ତ ଭୋଗିବାକୁ ତ ପଡ଼ିବ ନା। ଲମ୍ବା ଲାଇନ୍ ଲାଗିବ। ଆଜ୍ଞା ସେଇଟା ଯଦି ଅନଲାଇନ୍ ସୁବିଧା ହୁଅନ୍ତା ତେବେ ଭଲ ହୁଅନ୍ତା। ଅନଲାଇନ୍ ସୁବିଧା ହେଲେ ବହୁତ କିଛି ଭଲ ହୁଅନ୍ତା। ସିଓର ସାର୍। ଭାଇ କ'ଣ କରିବେ ଆପଣ ମଧ୍ୟ? କିଛି କହିପାରିବିନି। 2 ଘଣ୍ଟା ହେଇକି ଛିଡ଼ା ହେଇକି ପେସେନ୍ସ ନାହିଁ କିଛି କହିବା ପାଇଁ ଆକ୍ଚୁଆଲି। କାମ ମାମ ବନ୍ଦ କରିକି ଛିଡ଼ା ହେଇଛୁ ଆକ୍ଚୁଆଲି। ବହୁତ କଷ୍ଟ ଲାଗୁଛି। 1000 ଭଳିଆ ଆଉ। କ'ଣ ହେଲମେଟ୍ ପିନ୍ଧିଥିଲେ? ନାଇଁ ମୋ ପଛରେ ଯେ ବସିଥିଲେ ସେ ପିନ୍ଧି ନଥିଲେ ଆକ୍ଚୁଆଲି। ହଁ ତାକୁ କହିଛନ୍ତି? କ'ଣ କହିଲେ ସେ ଆସୁନି କି ପଇସା ପଠାଉନି। ଦେଖିବା ଆହୁରି ମଧ୍ୟ ସାର୍ ଏଠି ଅଛନ୍ତି। ସାର୍ କ'ଣ କହିବେ ଲମ୍ବା ଲାଇନ୍ ଲାଗିଛନ୍ତି ସାର୍ ଶୀତ ଦିନେ? ଆମେ ତ 2 ଘଣ୍ଟା 3 ଘଣ୍ଟା ହେଲାଣି ଲାଇନରେ ଠିଆ ହେଇଛୁ ଆଉ କ'ଣ କରିବୁ ଆଜ୍ଞା। ଆଉ ଟିକେ ଫାଇନ୍। ହଁ 1000 ଟଙ୍କା ପଡ଼ିଛି। କେତେ ଟଙ୍କା ପଡ଼ିଛି? 1000 ଟଙ୍କା। କେତେ ବର୍ଷ ପୁରୁଣା ଏଇଟା? ନାଇଁ ନାଇଁ ଏବେକା ଏଇ 3/2007 7 ମାସ। କ'ଣ ଏଇଟା ଗଭର୍ଣ୍ଣମେଣ୍ଟ ଯେଉଁ ରୁଲ୍ କରିଛି ଏଇଟା ଭଲ ନା ନା ଖରାପ? ଭଲ ଯେତିକି ଖରାପ ସେତିକି। ଭଲ କହିବାନି ଖରାପ ଆମେ ତ ଭୁଲ କରିଛୁ। ଫାଇନ୍ କ'ଣ ହେଇଛି ଆମକୁ ତ ଆସିନି ଆମ ପାଖକୁ ନା ମେସେଜ ଆସିଥିଲା ଆମେ ଜାଣିଥାନ୍ତୁ। ମେସେଜ ଆସିଲାନି ଯେହେତୁ ଏଇନା ଆସିଲୁ ପଲ୍ୟୁସନ କାଟିଲା ବେଳକୁ ଦେଖିଲା ବେଳକୁ ସେ କହିଲା ଯେ ବାବୁ ତମର ଫାଇନ୍ ପଡ଼ିଛି। ନା ଆମେ ଜାଣିନଥିଲୁ। ମେସେଜ ଦେଇନଥିଲା? ନା ମେସେଜ ନାହିଁ। କଷ୍ଟ ଲାଗୁଛି? କଷ୍ଟ ତ ନିଶ୍ଚିତ ପଇସା ତ ନେଇଯାନ୍ତି ଆମେ 3 ଘଣ୍ଟା ହେଲାଣି ଠିଆ ହେଲୁଣି ସେଇଟା କଷ୍ଟ ଲାଗୁଛି। ପଇସା ତ ନେବେ ଆମେ ଦବା ସେଇଟା ତ କିଛି ନାହିଁ। ସାର୍ କ'ଣ କହିବେ ଆପଣ ଖୁସି ଅଛନ୍ତି ସାର୍? ଖୁସି ନାହିଁ ସାର୍। ଏଇଟା ମୋ ମାନେ ଦଣ୍ଡର ଯେମିତି ମଣିଷ ଇଏ କଲେ କଷ୍ଟ କଲେ ଯେମିତି ହସେ। ଆଜ୍ଞା। ଗୋଟେ କଥା ହଉଛି ପରିବହନ ବିଭାଗ ଏଇ ଯୋଉ ହଠାତ୍ ଷ୍ଟେପ୍ ଆଉ କମ୍ ସମୟ ଦ୍ଵାରା ବହୁତ କାଲି ଆପଣ ବିଶ୍ୱାସ କରିବେନି କାଲି ମୁଁ ପଲ୍ୟୁସନ୍ କରିବା ପାଇଁ ଏମିତି 100 ଜଣଙ୍କ ପଛରେ ଛିଡ଼ା ହେଲି ତ ମୁଁ ଜାଣିନି ଚାଲାଣ ଥିଲେ ପଲ୍ୟୁସନ୍ ହେଇପାରିବନି। ତ ମୋ ସିରିଏଲ୍ ଆସିଲା ବେଳକୁ 3 ଜଣ ଅଛନ୍ତି ନାଇଁ ଆଜ୍ଞା ଚାଲାଣ ଅଛି ହେଇପାରିବନି। ସେଠୁ ଆସିଲି ସେଠୁ 2 ଘଣ୍ଟା ତ ଏଠି ଆସି ଛିଡ଼ା ହେଲି ତ କେତେବେଳେ ଲାଇନ୍ ପଡ଼ିବ ସେଇଟା ବି ମୁଁ ଜାଣିନି। ସମୟ ଆମ ପାଇଁ ବି ସାର୍ ସମୟ ବି ଅଛି। ଆମେ କୋଉଠିକି ସମୟ ଦେଲେ ଆମେ 2 ପଇସା ରୋଜଗାର କଲେ ଆମ ପିଲା ଛୁଆ ଚଳିବେ। କିନ୍ତୁ ଆମେ ଦଣ୍ଡ ଭୋଗୁଛୁ। ପରିବହନ ବିଭାଗ ଏଇ ଯୋଉ ହଠାତ୍ ନିଷ୍ପତ୍ତି ଏଇଟା ପାଇଁ ମୁଁ ଏକମତ ନୁହେଁ। କ'ଣ ନିଷ୍ପତ୍ତିଟା ନେଇଛନ୍ତି? କ'ଣ ଫାଇନ୍ ନବାଟା ନୁହେଁ ଏଇ ଯୋଉ ପଲ୍ୟୁସନ୍ କରନ୍ତୁ ଠିକ୍ ଅଛି ପଲ୍ୟୁସନ୍ ଟା ଠିକ୍ ଅଛି। ଏଇଟା ଆମ ସମାଜ ପାଇଁ ଠିକ୍ ଅଛି ପଲ୍ୟୁସନ୍ ରହିବା ନିହାତି ଦରକାର। ତ ଆପଣ ସମୟ ଧାର୍ଯ୍ୟ ଟିକେ ଲମ୍ବା ପିରିୟଡ଼ ଦିଅନ୍ତୁ। ଜାନୁଆରୀ 1 ଯଦି ପଲ୍ୟୁସନ୍ ନଥିବ ତାହେଲେ ଆପଣମାନଙ୍କୁ 10,000 ଫାଇନ୍। ସମସ୍ତେ ସଚେତନ ବି ନୁହନ୍ତି। ମୋର ଯୋଉ ଫାଇନ୍ ଟା 1.5 ବର୍ଷ ଖଣ୍ଡେ ହେଇଗଲାଣି। 1.5 ବର୍ଷ। ନା ନାଇଁ ଫାଇନ୍ ତ ଦେଖନ୍ତୁ ଭୁଲ ହିଁ ଭୁଲ ସେଇଟା ମୋର ମୁଁ ବି କହୁଛି ଭୁଲ କରିଛି ଏଇଟା ଭୁଲ। କିନ୍ତୁ ମୋର କହିବା ସରକାରଙ୍କୁ ଏତିକି ନିବେଦନ ଟିକେ ଆଉ ଟିକେ ସମୟ ଦିଅନ୍ତୁ। ଏତେ ହଠାତ୍ କମ୍ ସମୟରେ ଜାନୁଆରୀ 1ରେ ଯଦି ଆପଣ ପଲ୍ୟୁସନ୍ ଚେକିଂରେ ନଥିବ ତ ଆପଣଙ୍କର ଇଏ କଟିଯିବ 10,000 ଫାଇନ୍ ହେଇଯିବ। ଏଇଟା ଗୋଟେ ବଡ଼ ଭୁଲ ହେଇଯାଉଛି। ବହୁତ ସୁବିଧା ହୁଅନ୍ତା ସାର୍ ଅନଲାଇନରେ ବହୁତ ସୁବିଧା ହୁଅନ୍ତା। ଅନଲାଇନରେ ନା ସେ ଶୋ କରୁନି ନା। ମୁଁ ତ ଗଭର୍ଣ୍ଣମେଣ୍ଟକୁ ନିଶ୍ଚିତ ଅପିଲ କରିବି ଆଜ୍ଞା ଯୋଉମାନେ ଦିନ ମଜୁରୀ ଆଜିକାଲି ବାଇକଟି ନହେଲେ ଆଜ୍ଞା କେହି ବି କୋଉଠି ବାହାରୁ ଯାଇପାରୁନି। ଯଦି ଏଇଠି ଘଣ୍ଟେ 2 ଘଣ୍ଟା ଛିଡ଼ା ହବ ସେ 400-500 ଟଙ୍କା ରୋଜଗାର କରିବ ତାହେଲେ ତା ପ୍ରାଣୀ ପୋଷିବ ତା ପରିବାର ପୋଷିବ। ହେଲମେଟ୍ ପିନ୍ଧା ହେଇଛି ସାର୍ ଭୁଲ ଭଟକା ତ ନିଶ୍ଚିତ ସମସ୍ତଙ୍କର ରହିବ। ହେଲମେଟ୍ ସମସ୍ତେ ଆଜିକାଲି ଲୋକ 95% ଲୋକ ସଚେତନ ହେଇଗଲେଣି। କୋଉଠି ଛୋଟ ମୋଟ ଭୁଲ ହେଇଛି ସେମାନେ ଫଟୋ ଉଠେଇଛନ୍ତି ଚାଲାଣ କାଟିଛନ୍ତି ଠିକ୍ ଅଛି। ଆମ କତିକି ମେସେଜ ବି ଆସିନି। ଏବେ ଆମେ ଜାଣିଲୁ ଯେ ଆମର ଚାଲାଣ କଟିଛି ବୋଲି ପଲ୍ୟୁସନ୍ ହେଇପାରୁନି ଚାଲାଣ କଟିଛି ବୋଲି ମେସେଜ। ମୁଁ ଧରା ମତେ କେହି ରେଡ୍ ହ୍ୟାଣ୍ଡ ମୁଁ ସବୁବେଳେ ହେଲମେଟ୍ ହିଁ ପିନ୍ଧେ। ଫଟୋରେ ଉଠିଛି ମୁଁ ପିନ୍ଧିଛି ମୋ ପଛରେ ଜଣେ ଆଗେ ଗୋଟେ କ'ଣ କହିବି ବ୍ୟକ୍ତି ଜଣକ ହଉଛନ୍ତି ଜଣକୁ ମୁଁ ସାହାଯ୍ୟ କରିଛି। ମୁଁ ଚିହ୍ନି ନଥିଲି। ମୁଁ ଆସୁଥିଲି ସେ ଲୋକଟି ମତେ ହାତ ଦେଖିଲା ଆଜ୍ଞା ଅଟୋ ପଳେଇଲା ମୋ ବସଟା ଚାଲିଯିବ ଆଉ ମତେ ଟିକେ ହେଲ୍ପ କରନ୍ତୁ। ହଉ ଠିକ୍ ଅଛି ଆସ ବସ। ଆଜି ମୁଁ ଜଣକୁ ସାହାଯ୍ୟ କରି କାଲି ଫଟୋରେ ଯେତେବେଳେ ମୁଁ ଦେଖିଲି ସେ ଲୋକଟା ମୋର ମନେ ପଡ଼ିଲା ନା ଏ ଲୋକ ତ ମୋ ପରିଚିତ ଲୋକ ନୁହଁ। ଯଦି ବି ମୋ ଫ୍ୟାମିଲି କାହାକୁ ମୋ ମିସେସ୍ ମୁଁ ନେବି ଆମ ଘରେ ଆଜ୍ଞା 3ଟା ହେଲମେଟ୍ ମୁଁ ରଖିଛି। ଯୋଉଠି ଆମେ ଯିବୁ ହେଲମେଟ୍ ୟୁଜ୍ କରିବୁ। କିନ୍ତୁ ଗୋଟେ ଲୋକକୁ ସାହାଯ୍ୟ କରି ମୁଁ ଇଏ କରିଛି ଠିକ୍ ଅଛି ଯୋଉଟା ହେଲା ଠିକ୍ ହେଲା। କିନ୍ତୁ ସରକାରଙ୍କୁ ଏତିକି କହିବି ପରିବହନ ବିଭାଗକୁ ଏତିକି କହିବି ଯେ ଆଉ ଟିକେ ସମୟ ଲମ୍ବା କରନ୍ତୁ। ଆଉ ଏଇ ଲୋକମାନେ ବହୁତ ହଇରାଣ ହଉଛନ୍ତି। ଆଜ୍ଞା
ଆପଣ ଦେଖୁଥିବେ କେତେ କଷ୍ଟ ପାଉଛନ୍ତି ଏଠି ଲୋକମାନେ ଲମ୍ବା ଲାଇନ୍ ଲଗାଇକରି ସରକାରଙ୍କୁ ଅନୁରୋଧ ମଧ୍ୟ କରୁଛନ୍ତି ଯେ ଅନଲାଇନ୍ ମାଧ୍ୟମରେ ଯଦି ଏଇ ଫାଇନ୍ଟି ଦେଇ ହୁଅନ୍ତା ତେବେ ବହୁତ ସୁବିଧା ହୁଅନ୍ତା। ଆପଣମାନେ ମଧ୍ୟ ସଚେତନ ହୁଅନ୍ତୁ, ଜାଗ୍ରତ ହୁଅନ୍ତୁ। ଫାଇନ୍ ଯଦି ଅଛି ତୁରନ୍ତ ଫାଇନ୍ କ୍ଲିୟର କରି ଆପଣ ପଲ୍ୟୁସନ୍ ସାର୍ଟିଫିକେଟ୍ ରଖନ୍ତୁ 10,000 ଟଙ୍କା ଫାଇନ୍ରୁ ମୁକ୍ତି ପାଇବା ପାଇଁ। ଧନ୍ୟବାଦ।